आज ମୁଁ ତୁମକୁ ଗୋଟେ ଜବରଦସ୍ତ ପାର୍ଟ ଟାଇମ୍ ବିଷୟରେ କହିବି ଠିକ୍ ଅଛି ପୁରା ବିନା ସ୍କ୍ରିପ୍ଟ ଦେଖ ଭିଡ଼ିଓ ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖ ଫାଷ୍ଟ ଟାଇମ୍ ଆମ ଚ୍ୟାନେଲକୁ ଭିଜିଟ୍ କରୁଥିଲେ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେ ନାହିଁ। ଆଉ ଗୋଟେ କଥା ଯଦି ଆପଣ ଟେଲିଗ୍ରାମ ଗ୍ରୁପରେ ଜଏନ୍ ନିହାତି ତ ନିହାତି ଭାବରେ ଜଏନ୍ ହେବାକୁ ଜମାରୁ ଭୁଲିବେ ନାହିଁ। ଡେସ୍କ୍ରିପସନ୍ ବକ୍ସରେ ଟେଲିଗ୍ରାମ ଗ୍ରୁପ୍ ଲିଙ୍କ୍ ମଧ୍ୟ ମୁଁ ଦେଇଦେଇଛି ସେଇଠି କ୍ଲିକ୍ କରିକି ଜଏନ୍ ହେଇଯିବେ ଓକେ। ଆଜି ମୁଁ ଗୋଟେ ଜବରଦସ୍ତ ପାର୍ଟ ଟାଇମ୍ ବିଷୟରେ କହିବି ପୁରା ଭିଡ଼ିଓ ଫାଷ୍ଟ ଲାଷ୍ଟ ଯାଏଁ ଦେଖନ୍ତୁ କେମିତି ଇନକମ୍ କରିବେ ଓକେ ବହୁତ ସାରା ପଇସା ଏଥିରେ ଇନକମ୍ କରିପାରିବେ ଆପଣ ଯେତେ ଚାହିଁବେ ସେତେ ଇନକମ୍ ମଧ୍ୟ କରିପାରିବେ। ଏଥିରେ ପିଲା ପ୍ରଶ୍ନ ଉଠେ କି ଏଥିରେ ଇନଭେଷ୍ଟ କରିବାକୁ ପଡ଼ିବ କି ଏଥିରେ ତୁମକୁ ଟଙ୍କାଟା ଇନଭେଷ୍ଟ କରିବାକୁ ହିଁ ପଡ଼ିବ ନାହିଁ କିନ୍ତୁ କ'ଣ କ'ଣ ପ୍ରୋସେସ୍ ଅଛି ମୁଁ ତୁମକୁ ଭିଡ଼ିଓ ଫାଷ୍ଟ ଲାଷ୍ଟ ଯାଏଁ କହିବି ବିନା ସ୍କ୍ରିପ୍ଟ ଦେଖ ଭିଡ଼ିଓ ଫାଷ୍ଟ ଲାଷ୍ଟ ଯାଏଁ ଦେଖ ଯଦି କିଛି ବି ଡାଉଟ୍ ହେଉଛି ନିହାତି ଭାବରେ ଆପଣମାନେ କମେଣ୍ଟ ମେସେଞ୍ଜରେ ମତାମତ ଦେଇଦେବ ନହେଲେ ଆମ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇକି ସେଇଠି ମୋତେ ମେସେଜ୍ କରିଦେବ ଠିକ୍ ଅଛି। ଆଜି ମୁଁ ଏମିତି ଗୋଟେ ଆପ୍ ବିଷୟରେ କହିବି ଠିକ୍ ଅଛି ଆପଣଙ୍କୁ ଡାଉନଲୋଡ଼୍ କରିକି ରେଜିଷ୍ଟ୍ରେସନ୍ କଲା ମାତ୍ରେ ଆପଣଙ୍କୁ 200 ଟଙ୍କା ମିଳିଯିବ ଠିକ୍ ଅଛି। ଏବଂ ଯଦି ଆପଣ କୌଣସି ସାଙ୍ଗସାଥିକୁ ରେଫର୍ କରୁଛନ୍ତି ଜଏନିଂ କରୁଛନ୍ତି ଓକେ ବିନା କୌଣସି ଆପଣଙ୍କୁ ଟଙ୍କାଟା ଇନଭେଷ୍ଟ କରିବାକୁ ପଡ଼ିବନି ଠିକ୍ ଅଛି। ପର୍ ଆପଣ ରେଫର୍ କରୁଛନ୍ତି ତମ ସାଙ୍ଗକୁ ମିଳିବ ମଧ୍ୟ 200 ଟଙ୍କା ତମକୁ ମଧ୍ୟ ମିଳିବ 200 ଟଙ୍କା ତ ହିସାବ କରନ୍ତୁ ତ ହିସାବ କରନ୍ତୁ ଯଦି ଆପଣ 10 ଜଣଙ୍କୁ ବି ଜଏନ୍ କରିଦେଉଛନ୍ତି ତ ଆପଣଙ୍କୁ 2000 ଟଙ୍କା ଇନକମ୍ ହେଇଯିବ 2000 ଇନକମ୍ ହେଇଯିବ ତାଙ୍କର 200 200 ମାନେ ପାଖାପାଖି 4000 ପ୍ଲସ୍ ଇନକମ୍ ହେଇଯିବ ତମର ପର୍ସନାଲ୍ ଇନକମ୍ କଥା କହୁଛି 2000 ଟଙ୍କା ପ୍ଲସ୍ ଇନକମ୍ ମଧ୍ୟ ହେଇଯିବ ଆପଣ ଯେତେ ରେଫର୍ କରିବେ ସେତେ 200 ଟଙ୍କା ଇନକମ୍ କରି ଚାଲିବେ ଠିକ୍ ଅଛି। ତ କେମିତି କ'ଣ କରିବେ ପୁରା ଫୁଲ୍ ପ୍ରୋସେସ୍ ଆପଣଙ୍କୁ କହୁଛି ଫାଷ୍ଟ କରି ଆପଣମାନେ କ'ଣ କରିବେ ପ୍ଲେ ଷ୍ଟୋରରେ ସର୍ଚ୍ଚ କରିବେ ନୋ ଓରି ଠିକ୍ ଅଛି ଓକେ NOORY ବା ସେତିକି ସର୍ଚ୍ଚ କରିବେ ସର୍ଚ୍ଚ କରିସାରିଲା ପରେ ଆପଣଙ୍କୁ ଆପ୍ଲିକେସନ୍ ଆସିଯିବ ଏଇଟା ପୁରା ଫୁଲି ଟ୍ରଷ୍ଟେଡ୍ ଆପ୍ଲିକେସନ୍ ଏଇଟା ହେଉଛି ଗୋଟେ ବିଟକଏନ୍ ଲେଖା ହେଉଛି ବୟ ବିଟକଏନ୍ ୱିଥ୍ 0 ଫିସ୍ ଓକେ ତ ପାଖାପାଖି କହିଲେ ଏଇଟା ହେଉଛି ଆପଣଙ୍କୁ କହିଲେ ମାନେ କ'ଣ କ'ଣ କହିବି ମାନେ ଯେଉଁ ଆପଣଙ୍କର କରେନ୍ସି କ୍ରିପ୍ଟୋ କରେନ୍ସି ଉପରେ ନଲେଜ୍ ଯାହାର ବି ଅଛି ଆପଣ ଆହୁରି ମଧ୍ୟ ଏଥିରେ ଇନକମ୍ ମଧ୍ୟ କରିପାରିବେ ଇନଭେଷ୍ଟ କରିକି ତ ଫାଷ୍ଟ କରିକି ଯେଉଁମାନଙ୍କର ଯେଉଁମାନେ ସିମ୍ପଲ୍ ପର୍ସନ୍ ଯେଉଁମାନେ ଜାଣନ୍ତି କିନ୍ତୁ ସିମ୍ପଲ୍ ଇନକମ୍ କରିବେ ତା ମଧ୍ୟ ମୁଁ ଆପଣଙ୍କୁ କହୁଛି ସିମ୍ପଲ୍ କଥା ସର୍ଚ୍ଚ କରିବେ ନୋ ଓରି ଡାଉନଲୋଡ଼ କରିବେ ଡାଉନଲୋଡ଼ କରି ଆପ୍ଲିକେସନ୍ଟି ଓପନ୍ କରିବେ ଓକେ ଆପ୍ଲିକେସନ୍ ଓପନ୍ ହେଇସାରିଲା ପରେ ତ ଆପଣଙ୍କୁ ଏମିତି କିଛି ଇଣ୍ଟରଫେସ୍ ଦେଖେଇବ ତାପରେ ଆପଣମାନେ ଏଇଠି ଅଛି ତାପରେ କ୍ଲିକ୍ କରିଦେବେ ଠିକ୍ ଅଛି ପୁଣି ଏଥିରେ କ୍ଲିକ୍ କରିଦେବେ କ୍ଲିକ୍ କରିସାରିଲା ପରେ କ୍ଲିକ୍ କରିସାରିଲା ପରେ ଆପଣଙ୍କୁ ଏମିତି କିଛି ଇଣ୍ଟରଫେସ୍ ଆସିବ ତାପରେ ଲେଖା ହେଇଥିବ ଏଇଠି ସାଇନ୍ ଅପ୍ ଆଣ୍ଡ କମ୍ପ୍ଲିଟ୍ କେୱାଇସି ଟୁ କ୍ଲାମ୍ ୟର୍ ଜଏନିଂ ରିୱାର୍ଡ଼ ଠିକ୍ ଅଛି ତ ଷ୍ଟାର୍ଟ ୟର୍ ଜର୍ନି ଉପରେ କ୍ଲିକ୍ କରିବେ ଯଦି ଆପଣଙ୍କୁ ଏମିତି କିଛି ଶୋ କରୁନି ସିମ୍ପଲ୍ କଥା ହାଇ ୟୁଜର୍ ଉପରେ କ୍ଲିକ୍ କରିବେ ହାଇ ୟୁଜର୍ କ୍ଲିକ୍ କରିସାରିଲା ପରେ ଆପଣଙ୍କୁ ଏଇଠି ସାଇନ୍ ଇନ୍ ଅପସନ୍ ଅଛି ସାଇନ୍ ଇନ୍ ଅପସନ୍ ଉପରେ କ୍ଲିକ୍ କରିବେ ଠିକ୍ ଅଛି। ତ ସାଇନ୍ ଇନ୍ ଅପସନ୍ ଉପରେ କ୍ଲିକ୍ କରିସାରିଲା ପରେ ତ ଆପଣଙ୍କୁ ଏମିତି କିଛି ଇଣ୍ଟରଫେସ୍ ଆସିବ ଆପଣ କ'ଣ କରିବେ ନା ମୋବାଇଲ୍ ନମ୍ବର ଫାଷ୍ଟ ଟାଇପ୍ କରିବେ ଆପଣଙ୍କ ମୋବାଇଲ୍ ନମ୍ବର ଦେବେ ଦେଇସାରିଲା ପରେ ହାବ୍ ଏ ରେଫର୍ କୋଡ଼୍ ଉପରେ କ୍ଲିକ୍ କରିବେ ମନେକର ଆପଣ ମୋବାଇଲ୍ ନମ୍ବର ଦେଇକି ଡାଇରେକ୍ଟ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିବେ ନାହିଁ ତେଣୁ ଆପଣଙ୍କୁ କହୁଛି ଭିଡ଼ିଓ ଫାଷ୍ଟ ଲାଷ୍ଟ ଦେଖନ୍ତୁ ନହେଲେ ଆପଣଙ୍କୁ ପଇସା ମିଳିବ ନାହିଁ କ'ଣ ପାଇଁ ନା ଯଦି ଆପଣ କଣ୍ଟିନ୍ୟୁ କରୁଛନ୍ତି ରେଫର୍ କୋଡ଼୍ ଯଦି ଦେଉନାହାନ୍ତି ତ ଆପଣଙ୍କୁ 200 ଟଙ୍କା ମିଳିବ ନାହିଁ ଠିକ୍ ଅଛି। ତେଣୁ ଆପଣମାନେ ହାବ୍ ଏ ରେଫର୍ କୋଡ଼୍ ଉପରେ କ୍ଲିକ୍ କରିବେ କ୍ଲିକ୍ କରିସାରିଲା ପରେ ରେଫର୍ କୋଡ଼୍ କ'ଣ ଦେବେ ଡିସ୍କ୍ରିପ୍ସନ୍ ବକ୍ସ ମଧ୍ୟ ଲେଖିଦେଇଛି ଓକେ ନହେଲେ ଆମ ଟେଲିଗ୍ରାମ ଗ୍ରୁପରେ ମଧ୍ୟ ରେଫର୍ କୋଡ଼୍ ମଧ୍ୟ ଛାଡ଼ିଦେବି ଓକେ ତ ମୁଁ ଆପଣଙ୍କୁ ଏଇଠି ଦେଖିପାରୁଥିବେ ଆମ ଟେଲିଗ୍ରାମ ଗ୍ରୁପରେ ମୋର ରେଫର୍ କୋଡ଼୍ ମଧ୍ୟ ଦେଇଦେଇଛି ଓକେ ଆପଣମାନେ ରେଫର୍ କୋଡ଼୍ କପି କରିଦେବେ ଓକେ ତ ଆପଣ ଆପ୍ ଲିଙ୍କ୍ ମଧ୍ୟ ଦେଇଦେଇଛି ଡାଇରେକ୍ଟ ମାନେ ପ୍ଲେ ଷ୍ଟୋରରେ ସର୍ଚ୍ଚ କରି ମଧ୍ୟ ଡାଉନଲୋଡ଼ କରିବେ ନହେଲେ ଆପ୍ରେ ଲିଙ୍କ୍ ଉପରେ କ୍ଲିକ୍ କରି ମଧ୍ୟ ଡାଉନଲୋଡ଼ କରିପାରିବେ ଡାଇରେକ୍ଟ ଓକେ। ତ ହାବ୍ ଏ ରେଫର୍ କୋଡ଼୍ ଉପରେ କ୍ଲିକ୍ କରିବେ କ୍ଲିକ୍ କରିସାରିଲା ପରେ ରେଫର୍ କୋଡ଼୍ ଦେବେ ଦେଇସାରିଲା ପରେ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିବେ ମୋବାଇଲ୍ ନମ୍ବର ଗୋଟେ ଓଟିପି ଆସିବ ଓଟିପି ଦେବେ ଦେଇସାରିଲା ପରେ କଣ୍ଟିନ୍ୟୁ କରିବେ ଠିକ୍ ଅଛି। ଆପଣ ଦେଖିପାରୁଥିବେ ତାପରେ ଆପଣ ଦେଖିଥିବ କ୍ରିଏଟ୍ 6 ଡିଜିଟ୍ ପିନ୍ ଆପଣମାନେ 6 ଡିଜିଟ୍ ଗୋଟେ ପିନ୍ ଦେବେ ଯେମିତି ଆପଣମାନେ ଆପ୍ଲିକେସନ୍ ଓପନ୍ କରିସାରିଲା ଆପଣ ନିହାତି ଭାବରେ ମନେ ରଖିବା ଦରକାର ଯେମିତି ଫୋନ୍ପେରେ ଗୋଟେ ଆକାଉଣ୍ଟରୁ ପଇସା ଛାଡ଼ିଲା ବେଳେ ଯେମିତି ଗୋଟେ ୟୁପିଆଇ ପିନ୍ ଦେଉଛୁ ସେମିତି ଯେମିତି ମନେ ରଖିବା ଦରକାର ସେମିତି ଗୋଟେ 6 ଡିଜିଟ୍ର ୟୁପିଆଇ ପିନ୍ ଦେଇଦେବେ ଏଇଠି ଯାହା ପିନ୍ ଦେଇଥିବେ ଏଇଠି ମଧ୍ୟ ଛାଡ଼ି ଦେଇ କନଫର୍ମ ଉପରେ କ୍ଲିକ୍ କରିବେ କ୍ଲିକ୍ କରିସାରିଲା ପରେ ଆପଣଙ୍କୁ ଏମିତି କିଛି ଇଣ୍ଟରଫେସ୍ ଆସିବ ତାପରେ ଲେଖିଥିବ ଭେରିଫାଇ ୟର୍ ଇମେଲ୍ ଆଡ୍ରେସ୍ ଠିକ୍ ଅଛି। ତାପରେ କ୍ଲିକ୍ କରିବେ ଆପଣଙ୍କ ଇମେଲ୍ ଆଇଡ଼ି ଦେବେ ଇମେଲ୍ ଆଇଡ଼ିରେ ଇମେଲ୍ ଆଇଡ଼ି ଦେବେ ଇମେଲ୍ ଆଇଡ଼ିରୁ ଓଟିପି ଆସିବ ଇମେଲ୍ ଆଇଡ଼ି ଓଟିପି ସ୍ପାମ୍ରେ ମଧ୍ୟ ଓଟିପି ଆସେ ମୁଁ ଆପଣଙ୍କୁ ଫାଷ୍ଟ କରି ଏଇଠି ଚେକ୍ କରି କହିଦେଉଛି ଗୋଟେ ପିଲାଙ୍କର ଡାଇରେକ୍ଟ ଇମେଲ୍ ଆଇଡ଼ିରେ ମେସେଜ୍ ଆସେନି ସ୍ପାମ୍ ମେଲ୍ରେ ଆସେ ଠିକ୍ ଅଛି ଆପଣ ଥ୍ରୀ ଡଟ୍ ଉପରେ କ୍ଲିକ୍ କରିବେ ତଳେ ସ୍କ୍ରୋଲ୍ ଡାଉନ୍ କରିବେ ଲେଖାହେଇଥିବ ଏଇଠି ଓକେ ତ ସ୍ପାମ୍ ଓକେ ତ ସ୍ପାମ୍ରେ ଉପରେ କ୍ଲିକ୍ କରିବେ ଠିକ୍ ଅଛି ସ୍ପାମ୍ରେ କ୍ଲିକ୍ କରିବେ ଦେଖିପାରୁଥିବେ ମୋର ସ୍ପାମ୍ରେ ମଧ୍ୟ ଓଟିପି ଆସିଲା ଆପଣ ଦେଖିପାରୁଥିବେ କମ୍ପ୍ଲିଟ୍ ୟୋର୍ କେୱାଇସି ତ ନୋ ଓରି ଉପରେ ମଧ୍ୟ ଆସିଛି ଆପରେ କ୍ଲିକ୍ କରି ମଧ୍ୟ ଓଟିପି ନେଇପାରିବେ ଠିକ୍ ଅଛି ଯେମିତି ମୁଁ ଆପରେ କ୍ଲିକ୍ କରିଛି ଓଟିପି ମଧ୍ୟ ଆପଣ ଦେଖିପାରୁଥିବେ ଓଟିପି ମଧ୍ୟ ରିସିଭ୍ ହେଇଛି ଠିକ୍ ଅଛି ଆପଣ ମଧ୍ୟ ଏଇଥିରେ ଯଦି ଆସିନି ଇମେଲ୍ରେ ସ୍ପାମ୍ ମେଲ୍ ଉପରେ ଚେକ୍ କରି ମଧ୍ୟ ଓଟିପି ଚେକ୍ କରିପାରିବେ ଓକେ ମେଲ୍ ଆଇଡ଼ି ଦେବେ ମେଲ୍ ଆଇଡ଼ି ଦେଇସାରିଲା ପରେ କଣ୍ଟିନ୍ୟୁ କରିବେ କଣ୍ଟିନ୍ୟୁ କରିସାରିଲା ପରେ ଆପଣଙ୍କୁ
ତାପରେ ନେକ୍ସଟ ହେଉଛି ହଁ ଆଉ ଗୋଟେ କଥା ଆପଣଙ୍କର ପ୍ୟାନ୍ କାର୍ଡ଼ ନମ୍ବର ଥିବା ଦରକାର ଯଦି ଆପଣଙ୍କର ପ୍ୟାନ୍ ନମ୍ବର ନାହିଁ ଆପଣ ଯାହାର ବି ଦେଇପାରିବେ ଚଳିବ ଓକେ କିନ୍ତୁ ଆପଣ ଯେତେବେଳେ ଭିଡ଼ିଓ ମାନେ ଭେରିଫିକେସନ୍ କରିବେ ତାଙ୍କର ଫଟୋ ଉଠେଇ ଦେବେ ଠିକ୍ ଅଛି ଚଳିବ ଟେନସନ୍ ନାହିଁ ଯାହାର ବି କଲେ ଚଳିବ କିନ୍ତୁ ଯାହାର ପ୍ୟାନ୍ କାର୍ଡ଼ ତାର ଫଟୋ ଥିବା ଦରକାର ଯେମିତି ହେଲେ ଠିକ୍ ଅଛି କାରଣ KYC ୱିଥିନ୍ 24 ଆୱାରରେ ଆପଣଙ୍କର ଆପ୍ରୁଭ୍ ହେବ ଓକେ ଟେନସନ୍ ଦରକାର ନାହିଁ ଷ୍ଟେପ୍ ବାଇ ଷ୍ଟେପ୍ କହିଦେବି ଆପଣମାନେ ପୁରା ଭିଡ଼ିଓ ଫାଷ୍ଟ ଆସେ ଦେଖନ୍ତୁ ଓକେ ସିମ୍ପଲ୍ କଥା ପ୍ୟାନ୍ କାର୍ଡ଼ ନମ୍ବର ଦେଇଦେବେ ପ୍ୟାନ୍ କାର୍ଡ଼ ଦେଇ ସାରିଲା ପରେ ଡେଟ୍ ଅଫ୍ ବାର୍ଥ ଦେଇଦେବେ ଡେଟ୍ ଅଫ୍ ବାର୍ଥ ଦେଇ ସାରିଲା ପରେ ଆଇ କନଫର୍ମ ଟୁ ଉପରେ ଠିକ୍ ଉପରେ କ୍ଲିକ୍ କରିବେ ତାପରେ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିବେ କଣ୍ଟିନ୍ୟୁ ଉପରେ କରିସାରିଲା ପରେ ଦେନ୍ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିବେ କଣ୍ଟିନ୍ୟୁ କରିସାରିଲା ପରେ ଆପଣଙ୍କୁ ଡିଟେଲ୍ ଡାଇରେକ୍ଟ କହିଦେଉଛି ଆପଣ ଡାଇରେକ୍ଟ ଡିଜି ଲକର୍ ଥ୍ରୁରେ ଆପଣଙ୍କୁ ଆଧାର କାର୍ଡ଼ ନମ୍ବର ଦେବେ ଆଧାର କାର୍ଡ଼ ନମ୍ବର ଯେଉଁ ମୋବାଇଲ୍ ନମ୍ବର ଲିଙ୍କ୍ ଥିବ ମୋବାଇଲ୍ ନମ୍ବର ଗୋଟେ OTP ଆସିବ OTP ଦେଇ କଣ୍ଟିନ୍ୟୁ କରିବେ ବାସ୍ ସେତିକି ଆଉ କିଛି ନାହିଁ ଯଦି କିଛି ପ୍ରୋସେସ୍ ଜାଣିପାରୁନ KYC ପ୍ରୋସେସ୍ ତ ନିହାତି ଭାବରେ ଆପଣମାନେ ପଚାରି ପାରିବେ ଆଉ ଥରେ କହିଦେଉଛି ସିମ୍ପଲ୍ କଥା ଆପଣ ଡାଉନଲୋଡ଼ କରିବ ଡାଉନଲୋଡ଼ କରି ରେଜିଷ୍ଟ୍ରେସନ୍ ମୋବାଇଲ୍ ନମ୍ବର ଦେଇ ରେଜିଷ୍ଟ୍ରେସନ୍ କରିବା ରେଫର କୋଡ଼୍ ଦେଇକି ଦେଇସାରିଲା ପରେ ସିମ୍ପଲ୍ କଥା ଆପଣଙ୍କର ମୋବାଇଲ୍ ଆପଣଙ୍କର ପ୍ୟାନ୍ କାର୍ଡ଼ ନମ୍ବର ଦେବ ଆପଣ ଆଧାର କାର୍ଡ଼ ନମ୍ବର OTP ଦେବ ଆଉ ଗୋଟେ ଭିଡ଼ିଓ ପିସ୍ ଯାହାର ପ୍ୟାନ୍ କାର୍ଡ଼ ଆଧାର କାର୍ଡ଼ ଥିବ ଗୋଟେ ଭିଡ଼ିଓ ଗୋଟେ ଫଟୋ ଦେଇଦେବ ଲାଇଭ୍ ଫଟୋ ଦେଇକି ଆପଣ ଛାଡ଼ିଦେବେ ଆପଣଙ୍କ KYC ୱିଥିନ୍ 24 ଆୱାର୍ସରେ ଆପ୍ରୁଭ୍ ହେଇଯିବ ଠିକ୍ ଅଛି ଓକେ ତ ଯେତେବେଳେ ଆପଣମାନେ KYC କରିଦେବେ ଆପଣ ଦେଖିଥିବ ୟୁଅର୍ KYC ଅଣ୍ଡର ରିଭ୍ୟୁ ତାପରେ 24 ଆୱାରରେ ଆପଣଙ୍କ KYC କମ୍ପ୍ଲିଟ୍ ହେଇଯିବ ଠିକ୍ ଅଛି ତ ମୁଁ ଆପଣଙ୍କୁ କହିଥିଲି KYC କମ୍ପ୍ଲିଟ୍ ହିସାବରେ ଆପଣଙ୍କୁ 200 ଟଙ୍କାଟା ଯେତେବେଳେ ରେଜିଷ୍ଟ୍ରେସନ୍ କରି 200 ଟଙ୍କା କେମିତି ମୁଁ ଆପଣଙ୍କୁ କହିଦେଉଛି ଓକେ ଫାର୍ଷ୍ଟ କରି ଆପଣମାନେ ଇଅନ୍ 200 ଓର୍ଥ BTC ଉପରେ କ୍ଲିକ୍ କରିବେ ଠିକ୍ ଅଛି ଆପଣ ଫାର୍ଷ୍ଟ କରି ପୁରା ଡିଟେଲ୍ କହିଦେଉଛି ଆପଣ ସମ୍ପୂର୍ଣ୍ଣ କ୍ଲିୟର ହେଇଯିବେ ଠିକ୍ ଅଛି ଆପଣଙ୍କୁ ଏଇଠି ଦେଖେଇ ଦେଉଛି ଓକେ ଯଦି ଆପଣ ଓକେ ଯଦି ଆପଣ ଫାର୍ଷ୍ଟ KYC କମ୍ପ୍ଲିଟ୍ କରିଦେଉଛନ୍ତି ତାହେଲେ ଆପଣ 50 ଟଙ୍କା ପାଇବେ ଠିକ୍ ଅଛି ଆପଣ 50 ଟଙ୍କା ପାଇବେ KYC କମ୍ପ୍ଲିଟ୍ କରିସାରିଲା ପରେ ଆପଣ ଗୋଟେ 1000 ଟଙ୍କା ଡିପୋଜିଟ୍ କରିବେ ଗୋଟେ କଥା କହିଦେଉଛି ମୁଁ ତ କହିଥିଲି ଡିପୋଜିଟ୍ ନ କରିବା ପାଇଁ ତ ଆପଣ କ'ଣ ପାଇଁ କହିଲେ ଡିପୋଜିଟ୍ କରିବା ପାଇଁ ଫାର୍ଷ୍ଟ କରି କହିଦେଉଛି କଥାଟା ଶୁଣି ଦିଅନ୍ତୁ ତାପରେ ଦେଖ 1000 ଟଙ୍କା କୌଣସି ଆପଣ କେଉଁଠି ବି ଯାଉନି ଯଦି ଆପଣଙ୍କର 1000 ଟଙ୍କା ପାଖରେ ନାହିଁ ତାହେଲେ ମୋତେ କହିବେ ମୁଁ ତୁମକୁ 1000 ଟଙ୍କା ଦେବି ତ ଆପଣ ଡିପୋଜିଟ୍ କରିବେ ୱିଡ୍ର କରିସାରିଲା ପରେ ପଇସା ଆସିଲା ପରେ ତାହେଲେ ମୋତେ 1000 ଟଙ୍କା ପଠାଇଦେବେ ଠିକ୍ ଅଛି ବାସ୍ ସେତିକି 1000 ଟଙ୍କା ଡିପୋଜିଟ୍ କରିସାରିଲା ପରେ ଆପଣଙ୍କୁ ପୁରା ଏକ୍ସଟ୍ରା ପୁଣି 100 ଟଙ୍କା ମିଳିଯିବ ମାନେ ଆପଣ KYC କମ୍ପ୍ଲିଟ୍ କରିସାରିଲା ପରେ 50 ଟଙ୍କା ଆଡ଼୍ ହେଇଯିବ ପୁଣି 1000 ଟଙ୍କା ଡିପୋଜିଟ୍ କରିସାରିଲା ପରେ ଆପଣଙ୍କୁ ପୁଣି 100 ଟଙ୍କା ଆଡ଼୍ ହେଇଯିବ ମାନେ 150 ଟଙ୍କା ଆଉ 50 ଟଙ୍କା କେତେ ହେବ ଆପଣଙ୍କୁ ମିନିମମ୍ ଟ୍ରେଡ଼୍ 500 ଟଙ୍କା କଲେ ଆପଣ ମିନିମମ୍ ଟ୍ରେଡ଼୍ 500 ଟଙ୍କା କରିବେନି ଆପଣ ଡାଇରେକ୍ଟ ସବୁ ଟ୍ରେଡ଼୍ କରିଦେବେ ଟ୍ରେଡ଼୍ କରିକି ପୁଣି ମାନେ ବୟ କରିକି ପୁଣି ସେଲ୍ କରିଦେବେ ଠିକ୍ ଅଛି ସପୋଜ୍ ଆପଣ 50 ଟଙ୍କା KYC କମ୍ପ୍ଲିଟ୍ କରିଦେଲେ 50 ଟଙ୍କା ହେଇଗଲା ପୁଣି 1000 ଟଙ୍କା ଡିପୋଜିଟ୍ କରିବେ 1000 ଡିପୋଜିଟ୍ କରିସାରିଲେ ଆପଣଙ୍କୁ 100 ଟଙ୍କା ଏକ୍ସଟ୍ରା ମିଳିଲା ତ ୱାଲେଟ୍ରେ କେତେ ଥିଲା ୱାଲେଟ୍ରେ କେତେ ରହିବ 1150 ଟଙ୍କା 1150 ଟଙ୍କା ଆପଣ କ'ଣ କରିବେ ଟୋଟାଲ୍ ସେଲ୍ ବାଡ଼େଇ ଦେବେ ସେଲ୍ ଟୋଟାଲ୍ ବୟ କରିଦେବେ ବାୟ କରି ଟୋଟାଲ୍ ସେଲ୍ ବାଡ଼େଇ ଦେବେ ବାଇ ସାରିଲା ଆପଣଙ୍କ ୱାଲେଟ୍ରେ ମଧ୍ୟ 1200 ଟଙ୍କା ହେଇଯିବ ଆପଣ ଆରାମସେ ୱିଡ୍ର କରିଦେବେ ଆପଣ ଯେତେ ଇନଭାଇଟ୍ କରୁଛନ୍ତି ପରେ ଇନଭାଇଟ୍ ବିଷୟ ଆପଣଙ୍କୁ ମଧ୍ୟ 200 ଟଙ୍କା ଲେଖା ମିଳିଯିବ ଠିକ୍ ଅଛି ତୁମେ ପାଇବ 200 ତୁମ ସାଙ୍ଗ ମଧ୍ୟ ପାଇବେ 200 ତ ଏମିତି ଓକେ ମୋଟେ ଛାଡ଼ୁନ ଏମିତି ଅଫର୍ କେବେ ମିଳିବ ନାହିଁ ଆଉ ଗୋଟେ କଥା କହିଦେଉଛି ମୁଁ ତ କହିଥିଲି ଡିପୋଜିଟ୍ ନ କରିବା ପାଇଁ କେମିତି ତ 1000 ଟଙ୍କା ଡିପୋଜିଟ୍ କଲେ ଆପଣଙ୍କ ଆକାଉଣ୍ଟଟା ଆକ୍ଟିଭ୍ ହେବ ଠିକ୍ ଅଛି କିଛି ସ୍କାମ୍ ନୁହଁ ଏଇଟା ହେଉଛି ବିଟକଏନ୍ କ୍ରିପ୍ଟୋ କରେନ୍ସି ଆପ୍ ହେଲା ଆପଣଙ୍କୁ ପଇସା କ'ଣ ପାଇଁ ଦେଉଛି ଏଇଟା ଆପ୍ ପ୍ରମୋସନ୍ ପାଇଁ ବହୁତ ପିଲା ଗୋଟେ ପିଲା ଥାଆନ୍ତି ଗୋଟେ ବହୁତ ସାରା ପିଲା ଟେମ୍ପରାରୀ ଥାଆନ୍ତି କି କ୍ରିପ୍ଟୋ କରେନ୍ସିରେ ମଧ୍ୟ ଇନଭେଷ୍ଟ କରନ୍ତି ଠିକ୍ ଅଛି ଏମିତି ଭିଡ଼ିଓ ପ୍ରମୋସନ୍ ହେଇସାରିଲା ପରେ ବହୁତ ପିଲା ଜାଣିବେ ଡିପୋଜିଟ୍ ବଗେରା କରିକି ତାଙ୍କ ବିଟକଏନ୍ରେ ଇନଭେଷ୍ଟ କରିବେ ତ ଆପଣ ସେତିକି କଥା କିଛି କରିବା ଦରକାର ନାହିଁ ଆମେ ସିମ୍ପଲ୍ କାମ ବାଇ ରେଜିଷ୍ଟ୍ରେସନ୍ କର 200 ଟଙ୍କା ପାଅ ଆରାମସେ ୱିଡ୍ର କର ବାସ୍ ସେତିକି ଆଉ କିଛି ନାହିଁ ଯଦି ବି କିଛି ଡାଉଟ୍ ରହୁଛି ମୁଁ ମଧ୍ୟ ଆର ଟ୍ରେଡ଼ିଂ ଭିଡ଼ିଓ ନେଇକି ଆସିବି ବଟ୍ ଆପଣଙ୍କ ଏତିକି କାମ ଆପଣ ବାସ୍ ରେଜିଷ୍ଟ୍ରେସନ୍ କରି KYC କମ୍ପ୍ଲିଟ୍ କରି ରଖନ୍ତୁ ଆପଣ କେମିତି କ'ଣ ଡିପୋଜିଟ୍ କରିବେ ତା ମଧ୍ୟ ମୁଁ ଭିଡ଼ିଓ ନେଇକି ଆସିବି ଆମ ଟେଲିଗ୍ରାମ୍ ଗ୍ରୁପ୍ରେ ଜଏନ୍ ହେଇଯାଆନ୍ତୁ ଟେଲିଗ୍ରାମ୍ ଗ୍ରୁପ୍ରେ ମଧ୍ୟ ସବୁ କିଛି ଅପଡ଼େଟ୍ ମଧ୍ୟ ପାଇଯିବେ ଓକେ ବାସ୍ ଆଜି ଭିଡ଼ିଓ କରିବା ମତଲବ ଏହିକି ଥିଲା କି ଆପଣମାନେ ବାସ୍ ରେଜିଷ୍ଟ୍ରେସନ୍ ୱିଥ୍ KYC କମ୍ପ୍ଲିଟ୍ କରି ରଖନ୍ତୁ ନେକ୍ସଟ ଭିଡ଼ିଓ ମୁଁ ନେଇକି ଆସିବି ଟେନସନ୍ କିଛି ଦରକାର ନାହିଁ କୌଣସି ଏଇଟା ଫେକ୍ ନୁହଁ ଠିକ୍ ଅଛି ଆଉ କିଛି ପିଲା କହୁଥିବେ KYC ଦେଲେ କିଛି ଅସୁବିଧା ହେବ ନାହିଁ କାରଣ ଏଇଟା କ୍ରିପ୍ଟୋ କରେନ୍ସି ପ୍ଲେ ଷ୍ଟୋର୍ ମଧ୍ୟ ଆପ୍ ଡାଉନଲୋଡ଼ ହେଉଛି ମୁଁ ବି ଯେଉଁ ଆପ୍ଲିକେସନ୍ ନେଇକି ଆସେ 100% ଟ୍ରଷ୍ଟେଡ୍ ଆପ୍ଲିକେସନ୍ ନେଇକି ଆସେ ପିଲା ବହୁତ ସାରା ପଇସା ଏଥିରେ ଇନକମ୍ କରୁଛନ୍ତି ଆପଣମାନେ ଯେଉଁମାନେ ଆମ ଯେଉଁ ଓଲ୍ଡ ୟୁଜର୍ ମଧ୍ୟ ସେମାନେ ମଧ୍ୟ ଜାଣିପାରୁଥିବେ ଯଦି କିଛି ବି ଡାଉଟ୍ ରହୁଛି ତ ନିହାତି ଭାବରେ ଆପଣଙ୍କୁ ବାର କହୁଛି ଟେଲିଗ୍ରାମ୍ ଗ୍ରୁପ୍ରେ ଜଏନ୍ ହେଇକି ମେସେଜ୍ କରିବେ ତ ରହୁଛି ଦେଖା ହେବା ନେକ୍ସଟ ଭିଡ଼ିଓରେ ସେଥିପାଇଁ ଜୟ ଜଗନ୍ନାଥ